आपण କେବେ ଭାବିଛନ୍ତି ଯେଉଁ ଓଡ଼ିଶା ପ୍ରାକୃତିକ ସମ୍ପଦରେ ମାଲାମାଲ ସେଠି ଏମିତି କ'ଣ ହେଉଛି ଯେ ତାର ସବୁଠୁ ମୂଲ୍ୟବାନ ସମ୍ପତ୍ତି ମାନେ ଯୁବପିଢ଼ି ରାଜ୍ୟ ବାହାରକୁ ଚାଲି ଯାଉଛନ୍ତି? ଏହା ଗୋଟେ ବଡ଼ ବିଡ଼ମ୍ବନା ନୁହେଁ କି? ଚାଲନ୍ତୁ ଆଜି ଏ ବିଷୟରେ ଟିକେ ଗଭୀର ଭାବେ ଆଲୋଚନା କରିବା। ତେବେ ପ୍ରଶ୍ନଟା ସିଧାସଳଖ, ଏତେ ସମ୍ବଳ ଥାଇ ବି ଆମ ରାଜ୍ୟର ଗାଁଗୁଡ଼ିକ ଖାଲି କାହିଁକି ହେଉଛି? କ'ଣ ସେମିତି କାରଣ ଅଛି ଯେଉଁଥିପାଇଁ ଯୁବକମାନେ ନିଜ ଘର, ନିଜ ମାଟି ଛାଡ଼ିବାକୁ ବାଧ୍ୟ ହେଉଛନ୍ତି? ଆସନ୍ତୁ ଏହି ରହସ୍ୟର ପର୍ଦ୍ଦା ହଟେଇବା। ସମସ୍ୟାଟା କେତେ ଗମ୍ଭୀର ତାର ଗୋଟେ ଝଲକ ଦେଖନ୍ତୁ। 1.7 ମିଲିୟନ ମାନେ ପାଖାପାଖି 17 ଲକ୍ଷ। ପ୍ରତିବର୍ଷ ଏତେ ସଂଖ୍ୟକ ଲୋକ କାମ ପାଇଁ ଓଡ଼ିଶା ବାହାରକୁ ଯାଉଛନ୍ତି। ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି ନୁହେଁ କି? ଏଇଟା ଖାଲି ଗୋଟେ ଆକଳନ ନୁହେଁ, ଏହା ପଛରେ ଲୁଚି ରହିଛି ଗୋଟେ ବହୁତ ବଡ଼ ସାମାଜିକ ଆଉ ଅର୍ଥନୈତିକ କାହାଣୀ। ଆଉ ଯଦି ଆମେ ଆହୁରି ଭିତରକୁ ଯିବା ତେବେ ଚିତ୍ରଟା ଆହୁରି ଚିନ୍ତାଜନକ। ଆମ ରାଜ୍ୟର ଯେଉଁ କାର୍ଯ୍ୟକ୍ଷମ ଯୁବପିଢ଼ି ଅଛନ୍ତି, ଖାସ୍ କରି 18ରୁ 35 ବର୍ଷର ପୁରୁଷ, ସେମାନଙ୍କୁ ଭିତରୁ ପ୍ରତି 3 ଜଣରେ ଜଣେ ମାନେ 33% ସ୍ଥାନୀୟ ବଜାରରେ କାମ ପାଇଁ ନାହାନ୍ତି। କାରଣ ସେମାନେ ବାହାରେ, ନିଜ ଘରଠୁ ବହୁତ ଦୂରରେ। ତେବେ ଏହି ପୂରା ବିଷୟକୁ ଭଲ ଭାବରେ ବୁଝିବା ପାଇଁ ଆମେ ଏହାକୁ କିଛି ଭାଗରେ ବାଣ୍ଟି ଦେଇଛେ। ଆମେ ଦେଖିବା ଏହି ମହାପ୍ରଭାସର କାରଣ କ'ଣ, ଏହାର ପ୍ରଭାବ କ'ଣ, ଆଉ ଆଗକୁ ରାସ୍ତା କ'ଣ ହୋଇପାରେ। ତ ଚାଲନ୍ତୁ ଆରମ୍ଭ କରିବା ଆମର ପ୍ରଥମ ଭାଗରୁ। ଦେଖନ୍ତୁ, ଏଇଟାକୁ କେବଳ ଗୋଟେ ସମସ୍ୟା ବୋଲି କହିଦେଲେ ହେବନି। ଏହା ପଛରେ ଲୁଚି ରହିଛି ଅନେକ ଲୋକଙ୍କର ବଞ୍ଚିବାର ସଂଘର୍ଷ ଆଉ ଭଲ ଭବିଷ୍ୟତ ପାଇଁ ଥିବା ଆଶାର କାହାଣୀ। ଆଚ୍ଛା, ଲୋକମାନେ ଯାଉଛନ୍ତି କୁଆଡ଼େ ଆଉ କେଉଁଠୁ ଯାଉଛନ୍ତି? ଏହାର ବି ଗୋଟେ ଢାଞ୍ଚା ଅଛି। ମୁଖ୍ୟତଃ ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, ନୂଆପଡ଼ା, ସମ୍ବଲପୁର ଭଳି ଜିଲ୍ଲାରୁ ଲୋକେ ବାହାରକୁ ଯାଉଛନ୍ତି। ଆଉ ସେମାନଙ୍କର ଗନ୍ତବ୍ୟସ୍ଥଳ ହେଉଛି ମହାରାଷ୍ଟ୍ର, ଗୁଜରାଟ, କେରଳ କିମ୍ବା ତାମିଲନାଡୁ ଭଳି ରାଜ୍ୟ। ସେଠି ସେମାନେ ବେଶୀଭାଗ କ୍ଷେତ୍ରରେ ନିର୍ମାଣ କାମ, ଇଟାଭଟି କିମ୍ବା ଏମିତି ହିଁ କିଛି ଦିନ ମଜୁରିଆ କାମ କରନ୍ତି। ତେବେ କଥା ହେଉଛି, ଗାଁର ପରିବାରମାନଙ୍କ ପାଇଁ ଏହି ପ୍ରବାସ ଗୋଟେ ପ୍ରକାରର ଲାଇଫଲାଇନ୍। ଏହା ଏକା ସାଙ୍ଗରେ ଦୁଇଟା କାମ କରେ। ଗୋଟେ ପଟେ ଏହା ଦାରିଦ୍ର୍ୟ ସହ ଲଢ଼ିବା ପାଇଁ ଗୋଟେ ଉପାୟ, ଆଉ ଅନ୍ୟପଟେ ପରିବାରର ଆର୍ଥିକ ଅଭିବୃଦ୍ଧି ପାଇଁ ଗୋଟେ ରଣନୀତି। ମାନେ ଯେତେବେଳେ ଚାଷବାସ ଠିକ୍ ହୁଏନି, ସେତେବେଳେ ବାହାର ଆସୁଥିବା ଏଇ ଟଙ୍କା ହିଁ ସାହାରା ହୁଏ। ହଉ, ତେବେ ଏବେ ଆସନ୍ତୁ ମୂଳ କାରଣ ଉପରକୁ। କାହିଁକି ଏମିତି ହେଉଛି? ଏହାକୁ ବୁଝିବା ପାଇଁ ଦୁଇଟା ଜିନିଷ ଦେଖିବାକୁ ପଡ଼ିବ। ଗୋଟେ ହେଲା ପୁଶ୍ ଫ୍ୟାକ୍ଟର, ମାନେ ସେହି ସବୁ କାରଣ ଯାହା ଆମ ଲୋକଙ୍କୁ ରାଜ୍ୟ ବାହାରକୁ ଠେଲି ଦେଉଛି। ଆଉ ଦ୍ୱିତୀୟରେ ହେଲା ପୁଲ୍ ଫ୍ୟାକ୍ଟର, ମାନେ ସେହି କାରଣଗୁଡ଼ିକ ଯାହା ସେମାନଙ୍କୁ ବାହାର ରାଜ୍ୟକୁ ଆକର୍ଷିତ କରୁଛି। ଏ ଦେଖନ୍ତୁ, ପୂରା କଥାଟା କେତେ ସ୍ପଷ୍ଟ। ଠେଲୁଛି କ'ଣ? ନା ଆମ ରାଜ୍ୟରେ କାମର ଅଭାବ, ମଜୁରୀ କମ୍, ପାଠ ପଢ଼ିଛନ୍ତି କିନ୍ତୁ ସେହି ଅନୁସାରେ କାମ ନାହିଁ, ଆଉ ଚାଷବାସର ଅବସ୍ଥା ବି ଭଲ ନାହିଁ। ଆଉ ଟାଣୁଛି କ'ଣ? ନା ବାହାରେ ଅଧିକ ମଜୁରୀ ମିଳୁଛି, କାମ ମିଳିବାର ସମ୍ଭାବନା ବେଶୀ, ଆଉ ନିଜ ଗାଁର ଲୋକ ଆଗରୁ ସେଠି ଅଛନ୍ତି। ଯଦି ଆମେ ଏ ପୁଶ୍ ଫ୍ୟାକ୍ଟରଗୁଡ଼ିକୁ ଟିକେ ଭଲକି ଦେଖିବା, ତେବେ କଥାଟା ଖାଲି ଚାକିରି ଅଭାବରେ ସୀମିତ ନାହିଁ। ଆମର ଯୁବ ବେକାରୀ ହାର ଅନେକ ସମୟରେ ଜାତୀୟ ହାରଠାରୁ ବି ଅଧିକ। ଯେଉଁମାନେ ପାଠ ପଢ଼ିଛନ୍ତି ସେମାନେ ଏଠି ମିଳୁଥିବା କମ୍ ଦରମାର କାମ କରିବାକୁ ଚାହୁଁନାହାନ୍ତି। ତା ସାଙ୍ଗକୁ ମରୁଡ଼ି ଆଉ ଜଳସେଚନର ଅଭାବ ଯୋଗୁଁ ଚାଷରୁ ଆୟ ବି ଅନିଶ୍ଚିତ। ଆଉ ଗୋଟେ ବଡ଼ କାରଣ ହେଉଛି ଦକ୍ଷତାର ଅଭାବ। ଏଇ ସଂଖ୍ୟାର ଦେଖନ୍ତୁ, 1.9%। ଏହାର ମାନେ ହେଉଛି ଓଡ଼ିଶାର 100 ଜଣ ଯୁବକଙ୍କ ଭିତରୁ 2 ଜଣଙ୍କ ପାଖରେ ବି ଆନୁଷ୍ଠାନିକ ଭାବେ କୌଣସି ବୃତ୍ତିଗତ ତାଲିମ ନାହିଁ। ତେବେ ଭାବନ୍ତୁ, ଯଦି କିଛି ଭଲ କମ୍ପାନୀ ଏଠି କାମ ଆରମ୍ଭ କରେ, ତେବେ କାମ କରିବା ପାଇଁ ତାଲିମପ୍ରାପ୍ତ ଲୋକ କେଉଁଠୁ ଆସିବେ? ଏଇଟା ଗୋଟେ ବହୁତ ବଡ଼ ସମସ୍ୟା। ଲୋକ ତ ଘର ଛାଡ଼ି ଚାଲିଗଲେ, କିନ୍ତୁ ଏହାର ମୂଲ୍ୟ କିଏ ଦେଉଛି ଆଉ କେତେ ଦେଉଛି? ଏହାର ପ୍ରଭାବ କେବଳ ଟଙ୍କା ପଇସାରେ ସୀମିତ ନାହିଁ। ଏହାର ପ୍ରଭାବ ପରିବାର ଉପରେ, ସମାଜ ଉପରେ ଆଉ ପୂରା ରାଜ୍ୟ ଉପରେ ପଡ଼ୁଛି। ଆସନ୍ତୁ ସେ ବିଷୟରେ କଥା ହେବା। ଦେଖନ୍ତୁ, ଏହାର ଦୁଇଟି ପାର୍ଶ୍ୱ ଅଛି। ଗୋଟେ ପଟେ ବାହାରୁ ଯେଉଁ ଟଙ୍କା ଆସୁଛି ତାହା ଗାଁରେ ଘର ଚଳାଇବାରେ, ପିଲାଙ୍କ ପାଠପଢ଼ାରେ ସାହାଯ୍ୟ କରୁଛି। ଏହା ଗୋଟେ ଅର୍ଥନୈତିକ ଲାଇଫଲାଇନ୍। କିନ୍ତୁ ମୁଦ୍ରାର ଅନ୍ୟ ପାର୍ଶ୍ୱଟି ହେଉଛି ଗାଁର ଚାଷଜମି ପଡ଼ିଆ ପଡ଼ୁଛି। କାରଣ କାମ କରିବାକୁ ଯୁବକ ନାହାନ୍ତି, ବୟସ୍କ ଲୋକଙ୍କ ଉପରେ ଚାପ ବଢ଼ୁଛି। ଆଉ ଯେଉଁମାନେ ବାହାରକୁ ଯାଉଛନ୍ତି ସେମାନଙ୍କ ଅବସ୍ଥା କ'ଣ ସବୁବେଳେ ଭଲ ଥାଏ? ବିଲକୁଲ ନୁହେଁ।
ଅଧିକାଂଶ ଲୋକ ଅସଙ୍ଗଠିତ କ୍ଷେତ୍ରରେ କାମ କରନ୍ତି। କୌଣସି ଚୁକ୍ତିପତ୍ର ନଥାଏ, ସ୍ୱାସ୍ଥ୍ୟ ବୀମା ନଥାଏ କି କୌଣସି ସାମାଜିକ ସୁରକ୍ଷା ବି ନଥାଏ। କୋଭିଡ୍ ସମୟରେ ଆମେ ସମସ୍ତେ ଦେଖିଛେ ଏହି ପ୍ରବାସୀ ଶ୍ରମିକମାନେ କେତେ ଅସୁରକ୍ଷିତ ଆଉ କେତେ ଅସହାୟ ହେଉଥିଲେ। ଟଙ୍କା ପଇସା ତ ଗୋଟେ କଥା, କିନ୍ତୁ ଏହାର ମାନବୀୟ ମୂଲ୍ୟ ତାଠୁ ବହୁତ ବେଶୀ। ପରିବାର ଛିନ୍ନ ଛିତ୍ର ହୋଇଯାଏ। ପିଲାମାନେ ବାପା ମାଙ୍କଠାରୁ ଦୂରରେ ରହି ବଢ଼ନ୍ତି। ସେମାନଙ୍କର ପାଠପଢ଼ା ଠିକ୍ ଭାବେ ହୋଇପାରେନି, ମାନସିକ ଚାପ ବଢ଼ିଯାଏ। ଏହି କ୍ଷତିକୁ କୌଣସି ଟଙ୍କାରେ ମପାଯାଇ ପାରିବନି। ହେଲା, ସମସ୍ୟା ତ ଆମେ ବହୁତ ଦେଖିଲେ, କିନ୍ତୁ କେବଳ ସମସ୍ୟା ବିଷୟରେ କଥା ହେଲେ ତ ଚଳିବନି। ଏହାର ସମାଧାନ କ'ଣ? ଆଗକୁ ରାସ୍ତା କ'ଣ? ଏବେ ଆସନ୍ତୁ ଭବିଷ୍ୟତ ପାଇଁ ଏକ ରୂପରେଖା ଉପରେ ଆଲୋଚନା କରିବା। ଏମିତି କ'ଣ କରାଯାଇପାରେ ଯାହା ଏହି ପରିସ୍ଥିତିକୁ ବଦଳାଇ ପାରିବ? ଦେଖନ୍ତୁ, ଏହାର ସମାଧାନ କୌଣସି ଗୋଟିଏ ଜିନିଷରେ ନାହିଁ। ଏଥିପାଇଁ ଏକ ବହୁମୁଖୀ ରଣନୀତି ଦରକାର। ପ୍ରଥମେ, ଗାଁରେ ଲୋକଙ୍କ ଜୀବିକାକୁ ମଜବୁତ କରିବାକୁ ପଡ଼ିବ। ଦ୍ୱିତୀୟରେ, ସ୍ଥାନୀୟ ସ୍ତରରେ ଶିଳ୍ପ ସ୍ଥାପନ କରିବାକୁ ହେବ। ତୃତୀୟରେ, ଯୁବକମାନଙ୍କୁ ସଠିକ୍ ତାଲିମ ଦେବାକୁ ପଡ଼ିବ। ଚତୁର୍ଥରେ, ସ୍ଥାନୀୟ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେବା ଦରକାର। ଆଉ ଶେଷରେ, ଯେଉଁମାନେ ବାହାରକୁ ଯାଉଛନ୍ତି ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ହେବ। ଏମିତି ନୁହେଁ ଯେ କିଛି କାମ ହେଉନି। କିଛି ଭଲ ପଦକ୍ଷେପ ନିଆଯାଉଛି। ରାଜ୍ୟ ସରକାରଙ୍କ ତରଫରୁ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ମୋବାଇଲ ରିସୋର୍ସ ସେଣ୍ଟର ଆଉ ହେଲ୍ପଲାଇନ୍ ଭଳି ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହା ନିଶ୍ଚିତ ଭାବରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ତେବେ ଏହି ପୂରା ଆଲୋଚନାରୁ ଆମେ କ'ଣ ଶିଖିଲେ? ଓଡ଼ିଶା ଆଜି ଏକ ଦୋଛକରେ ଛିଡ଼ା ହୋଇଛି। ଗୋଟିଏ ପଟେ ସମସ୍ୟା, ଅନ୍ୟପଟେ ଅପାର ସମ୍ଭାବନା। ଏବେ ପ୍ରଶ୍ନ ହେଉଛି, ଆମେ କେଉଁ ରାସ୍ତାରେ ଯିବା? ଆମର ଲକ୍ଷ୍ୟ ସ୍ପଷ୍ଟ ହେବା ଦରକାର। ଓଡ଼ିଶାର ପରିଚୟ କେବଳ ଏକ ପ୍ରବାସୀ ଯୋଗାଣକାରୀ ରାଜ୍ୟ ହୋଇ ରହିବନି, ବରଂ ଏହାକୁ ଏକ ଆତ୍ମନିର୍ଭରଶୀଳ ସୁଯୋଗର ଇଞ୍ଜିନରେ ପରିଣତ କରିବାକୁ ହେବ। ମାନେ, ଏମିତି ଏକ ରାଜ୍ୟ ଯିଏ ନିଜ ଲୋକଙ୍କ ପାଇଁ ନିଜେ ସୁଯୋଗ ତିଆରି କରେ। ତେବେ ଶେଷରେ ପ୍ରଶ୍ନଟି ସେଇଠି ରହିଲା। ଓଡ଼ିଶା କ'ଣ ନିଜ ଯୁବପିଢ଼ିଙ୍କୁ ଘର ପାଖରେ, ନିଜ ମାଟିରେ ସୁଯୋଗ ଦେଇ ସଶକ୍ତ କରିପାରିବ? ଏହି ପ୍ରଶ୍ନର ଉତ୍ତର କେବଳ ସରକାରଙ୍କ ପାଖରେ ନାହିଁ। ଏହାର ଉତ୍ତର ଆମ ସମସ୍ତଙ୍କୁ ମିଶି ଖୋଜିବାକୁ ପଡ଼ିବ। କାରଣ ଏହି ଯୁବଶକ୍ତି ହିଁ ଓଡ଼ିଶାର ପ୍ରକୃତ ସମ୍ପଦ। ଆଉ ଏହି ସମ୍ପଦର ସଠିକ୍ ବିନିଯୋଗ ଉପରେ ହିଁ ନିର୍ଭର କରୁଛି ଆମ ରାଜ୍ୟର ଭବିଷ୍ୟତ।